ଦଶମ ଶ୍ରେଣୀ ବୋର୍ଡ ଏକ୍ଜାମ ଆଗେଇ ଆସିଲାଣି ତ ସେଥିପାଇଁ ମୁଁ ତୁମମାନଙ୍କ ପାଇଁ ଦଶମ ଶ୍ରେଣୀ ବିଜ୍ଞାନ ବହିର ଜୀବ ବିଜ୍ଞାନ ବହିର ପୋଷଣର କିଛି ସର୍ଟ କ୍ୱେଶ୍ଚନକୁ ଏଠାରେ ଉପସ୍ଥିତ କରୁଛି ଯେଉଁଗୁଡ଼ିକ ବହୁତ ଇମ୍ପୋର୍ଟାଣ୍ଟ ରହିଛି ପିଲାମାନେ ଏକ୍ଜାମରେ ପଡ଼ିବାର ସମ୍ଭାବନା ବହୁତ ରହିଛି। ସେଥିପାଇଁ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖ ଏବଂ ନିଜର ଖାତାରେ ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ ନୋଟ୍ କରି ରଖ ହେଲା। ଯଦି ନିଜର ସାଙ୍ଗସାଥୀମାନଙ୍କୁ ସେୟାର କରିନ ବର୍ତ୍ତମାନ ସୁଦ୍ଧା ଆମ ଚ୍ୟାନେଲଟିକୁ ସେୟାର କର ଏବଂ ଆମ ଚ୍ୟାନେଲ ଏସ୍ ଷ୍ଟଡି ବାରକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବ ନାହିଁ ଏପରି ନୂଆ ନୂଆ ଭିଡ଼ିଓ ପାଇବା ପାଇଁ। ଠିକ୍ ଅଛି, ଚାଲ ଆମେ ଆରମ୍ଭ କରିବା। ଫାର୍ଷ୍ଟ କ୍ୱେଶ୍ଚନ ରହିଛି ବଲାଙ୍ଗ ନିର୍ମୁଣି ରାଗନେସିଆ ଆଦି ଯେତେ ସବୁ ଉଦ୍ଭିଦ ଦେଖୁଛ ସେ ଉଦ୍ଭିଦ ଗୁଡ଼ିକ କେଉଁ ଶ୍ରେଣୀରେ ଯାଉଛି ବୋଲି ଏଠି କ୍ୱେଶ୍ଚନ ରହିଛି ଫାର୍ଷ୍ଟ। ଠିକ୍ ଅଛି, ତ କିଛି ଉଦ୍ଭିଦ ଗୁଡ଼ିକର ଶ୍ରେଣୀ ବିଭାଗରେ ଭାଗ କରାଯାଇଛି। ତ ସେ ଯେମିତି ଜୀବ ଗୁଡ଼ିକ କିଛି ଶ୍ରେଣୀ ଭାଗରେ ଭାଗ କରାଯାଇଛି ସେମିତି ଉଦ୍ଭିଦ ଗୁଡ଼ିକ ମଧ୍ୟ କିଛି ଆମର ଶ୍ରେଣୀ ଭାଗ କରାଯାଇଛି। ତ ସେଗୁଡ଼ିକ ଆମର ମଲାଙ୍ଗ ନିର୍ମୁଣି ରାଗନେସିଆ ଯେତେ ସବୁ ଉଦ୍ଭିଦ ରହିଛି ଏଗୁଡ଼ିକ ସବୁ ସରକାରୀ ବିଭିନ୍ନ ଗୋଟେ ରହିଛି ଶ୍ରେଣୀ, ସେଇ ଶ୍ରେଣୀରେ ସବୁ ଯାଉଛି। ଠିକ୍ ଅଛି, ତାପରେ 2 ନମ୍ବର କ୍ୱେଶ୍ଚନ ରହିଛି ଶରୀରରେ ଜଳକ୍ଷୟର ଭରଣ ପାଇଁ ଦୈନନ୍ଦିନ ପ୍ରାୟ କେତେ ଲିଟର ପାଣି ପିଇବା ଦରକାର। ଏଇଟା ବହୁତ ମାନେ ସହଜ କ୍ୱେଶ୍ଚନ କିନ୍ତୁ ପଡ଼ିଯାଏ ଏକ୍ଜାମରେ ବହୁତ ସାରା ପିଲା ଭୁଲ ମଧ୍ୟ କରନ୍ତି। ଏହା ଯଦି ଆମର ଏହିପରି ଭାବରେ ଯଦି ସର୍ଟ କ୍ୱେଶ୍ଚନରେ ନ ଆସିଲା MCQରେ ମଧ୍ୟ ଆସେ ବହୁତ ଥର, ସେଥିପାଇଁ ମନେ ରଖିବ 3-4 ଲିଟର ପାଣି ପିଇବା ନିହାତି ଆବଶ୍ୟକ। ତାପରେ ଆମର 3 ନମ୍ବର କ୍ୱେଶ୍ଚନ ଅଛି ଶରୀରରେ ଜଳକ୍ଷୟର ଭରଣ କାହା ଦ୍ୱାରା ହୋଇଥାଏ। ଜଳକ୍ଷୟ ଯେଉଁ ହେଇଥାଏ ତାହାର ଭରଣ କାହା ଦ୍ୱାରା ଏଠାରେ ହେଇଥାଏ ବୋଲି ସେ କ୍ୱେଶ୍ଚନ କହିଛି। ତାହେଲେ ତାର ଆନ୍ସର ହେବ ଏନଜାଇମ୍। 4 ନମ୍ବର କ୍ୱେଶ୍ଚନ ରହିଛି ମାଛ ମାଂସ ଡାଲିୟ ସୋୟାବିନ୍ ଇତ୍ୟାଦିରୁ ଆମେ କେଉଁ ଜାତୀୟ ଖାଦ୍ୟ ପାଇଥାଉ। ତାହେଲେ ଦେଖ ଏଗୁଡ଼ାକ ତୁମେ 4 କ୍ଲାସରୁ ପଢ଼ି ଆସିଛ, 5 କ୍ଲାସରୁ ପଢ଼ି ଆସିଛ, ପିଲାମାନେ ମନେ ପଡ଼ୁଥିବ। ପୁଷ୍ଟିସାର, ସ୍ନେହସାର, ଶ୍ଵେତସାର ତୁମମାନଙ୍କୁ ମୁଁ ମନେ ପକାଇ ଦେଉଛି ଆଉ ଥରେ। ତ ପୁଷ୍ଟିସାର, ସ୍ନେହସାର ଆଉ କେତେ ଗୁଡ଼ିକ ଭିଟାମିନ୍ ଥିଲା A B C D ମନେ ପଡ଼ିଲା। ତ ସେହି ଭିଟାମିନ୍ ସେହି ମାନେ ଯେତେ ସବୁ ପୁଷ୍ଟିସାର ସ୍ନେହସାର ଥିଲା ସେଇଗୁଡ଼ିକର କ୍ୱେଶ୍ଚନ ଆନ୍ସର ମଧ୍ୟ ଏଠାରେ ପଡ଼ିବ। ଠିକ୍ ଅଛି, ତୁମକୁ ଲାଗୁଥିବ ଯେ ସହଜ କ୍ୱେଶ୍ଚନ କିନ୍ତୁ ନିହାତି ଭାବରେ ପଡ଼ିବ ହିଁ ପିଲାମାନେ। ଦେଖ ଏଠି ମାଛ ମାଂସ ଡାଲି ଓ ସୋୟାବିନ୍ ଏଗୁଡ଼ିକ ଯାଉଛି ପୁଷ୍ଟିସାରରେ। ଏହିପରି ଭାବରେ ଯେତେ ସବୁ ବି ଖାଦ୍ୟ ଥିଲା ସେଗୁଡ଼ିକ କେଉଁ ଜାତୀୟ ଖାଦ୍ୟରେ ଯାଉଛି ନିହାତି ଭାବରେ ମନେ ରଖିବ। ତାପରେ ଆମର 5 ନମ୍ବର କ୍ୱେଶ୍ଚନ ହେଉଛି ଫଳ ରସ ପନିପରିବାରେ କେଉଁ ପ୍ରକାର ଶ୍ଵେତସାର ଥାଏ। ତାହେଲେ ଏଠାରେ ଗ୍ଲୁକୋଜ ରହିଥାଏ ବୋଲି ମନେ ରଖିବ ପିଲାମାନେ। ତାପରେ 6 ନମ୍ବର କ୍ୱେଶ୍ଚନ ହେଉଛି ସବୁଜ ଉଦ୍ଭିଦ କେଉଁ ପ୍ରକ୍ରିୟାରେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାଏ। ତାହେଲେ ଏଟା ବି ତୁମେ ମନେ ରଖିଥିବ ନିହାତି ଭାବରେ, ମନେ ପଡୁଥିବ ବି ତୁମମାନଙ୍କର। ଠିକ୍ ଅଛି, ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଦ୍ୱାରା ସେ ନିଜ ଖାଦ୍ୟ ନିଜେ ତିଆରି କରିପାରିଥାଏ ଗଛ। ଠିକ୍ ଅଛି, ତାହେଲେ ଆମର 7 ନମ୍ବର କ୍ୱେଶ୍ଚନ ରହିଛି ଆଳୁ ଭାତ ଓ ରୁଟିରେ କେଉଁ ପ୍ରକାର ଶ୍ଵେତସାର ରହିଥାଏ। ତାହେଲେ ଏଠାରେ ମନେ ରଖିବ ମଣ୍ଡଦ ରହିଥାଏ। ମଣ୍ଡଦ ମାନେ ସେଇ ପ୍ରକାର ତାର ଗୋଟେ ପ୍ରକାର ଏଇଟା ହେଲା। ତ ସେଇ ରହିଥାଏ, ବହୁତ ପିଲା ମନେ ବି ରଖିଥିବ, ଯେଉଁମାନେ ବି ମନେ ନାହିଁ ସେମାନେ ମନେ ରଖିବ ମଣ୍ଡଦ ରହିଥାଏ। ଠିକ୍ ଅଛି, ଆଳୁ ଭାତ ଓ ରୁଟିରେ। ଜୀବ ଶରୀରରେ ଶକ୍ତି ଆହରଣ ଓ ଉପାଦାନ ସଂଗ୍ରହ କାହା ଦ୍ୱାରା ହୋଇଥାଏ। ତାହେଲେ ପୋଷଣ ଦ୍ୱାରା ହୋଇଥାଏ ବୋଲି ମନେ ରଖିବ। ତାପରେ 9 ନମ୍ବର କ୍ୱେଶ୍ଚନ ହେଉଛି ରାସାୟନିକ ଗଠନ, ଯେଉଁ ରାସାୟନିକର ଗଠନ କାର୍ଯ୍ୟ ଆଉ ଶକ୍ତି ପ୍ରଦାନକାରୀ କ୍ଷମତା ଉପରେ ନିର୍ଭର କରି ଆମେ ଖାଉଥିବା ଖାଦ୍ୟକୁ କେତେ ଭାଗରେ ଭାଗ କରାଯାଇଛି। ମନେ ରଖିବ 6 ଭାଗରେ ଭାଗ କରାଯାଇଛି। ଠିକ୍ ଅଛି, ତାହେଲେ ସେଗୁଡ଼ିକ ମନେ ରଖିଥିବ ପୁଷ୍ଟିସାର, ସ୍ନେହସାର, ଶ୍ଵେତସାର ଏଗୁଡ଼ାକ ଯେତେ ସବୁ ଥିଲା ତୁମେ ମନେ ରଖିବ। ଠିକ୍ ଅଛି, ତାହେଲେ ପିଲା ମନେ ରଖିବ କେଉଁଗୁଡ଼ିକ ସେ 6 ଭାଗରେ ଭାଗ କରାଯାଇଥିବା ଖାଦ୍ୟ ଗୁଡ଼ିକ କ'ଣ କ'ଣ କେଉଁ ଭାଗରେ ଭାଗ କରାଯାଇଛି ନା ସେଗୁଡ଼ିକ ହେଉଛି ସ୍ନେହସାର, ଜୀବସାର, ପୁଷ୍ଟିସାର, ଧାତୁସାର, ଜଳ। ଠିକ୍ ଅଛି, ଏହିପରି ଭାବରେ ତୁମେ ଏଗୁଡ଼ିକ ମନେ ରଖିବ। କେଉଁ ଗୁଡ଼ିକ ମଧ୍ୟ ମୁଁ କହିଦେଲି ତୁମମାନଙ୍କୁ। ଚିନି ଗୁଡ଼ ଇତ୍ୟାଦିରେ କେଉଁ ପ୍ରକାର ଶ୍ଵେତସାର ଦେଖାଯାଏ। ସେଇ ମଣ୍ଡଦ ଦେଖାଯାଏ। ଠିକ୍ ଅଛି, ଗ୍ରାମ ଶ୍ଵେତସାରରୁ ପ୍ରାୟ କେତେ କିଲୋ ଜୁଲ ଶକ୍ତି ନିର୍ଗତ ହୁଏ। ତାହେଲେ ଗ୍ରାମ ଏଠି ଦେଇଛି 1 ଗ୍ରାମ, ଏଠି 1ଟା ଏଇଟା। ଠିକ୍ ଅଛି, 1 ଗ୍ରାମ ଶ୍ଵେତସାରରୁ ପ୍ରାୟ କେତେ କିଲୋ ଜୁଲ ଶକ୍ତି ନିର୍ଗତ ହୁଏ। ତାହେଲେ 16 କିଲୋ। ଠିକ୍ ଅଛି, ମନେ ରଖିବ 16 କିଲୋ ଜୁଲ ଶକ୍ତି ନିର୍ଗତ ହୋଇଥାଏ ତାହେଲେ 1 ଗ୍ରାମ ଶ୍ଵେତସାରରେ। ଶରୀରରେ ଦାନ୍ତ ହାଡ଼ର ଗଠନ ପାଇଁ କେଉଁ ସବୁର ଆବଶ୍ୟକ ହୋଇଥାଏ। ଏଗୁଡ଼ାକ ଦାନ୍ତ ହାଡ଼ ଏଗୁଡ଼ା ସବୁ କ୍ୟାଲସିୟମ ଦ୍ୱାରା ହିଁ ହେଇଥାଏ। ମନେ ରଖିପାରିବି, ମାନେ ତୁମମାନଙ୍କୁ ମନେ ବି ଥିବ ଅଲରେଡି। ଠିକ୍ ଅଛି, ନେକ୍ସଟ ଆମେ ଯିବା 13 ନମ୍ବର କ୍ୱେଶ୍ଚନ ଶରୀରରେ କେତେ ଜଳ ରହିଥାଏ। 70-90 ଲିଟର ଜଳ ରହିଥାଏ ବୋଲି ମନେ ରଖିବ। ଯେଉଁ ପରଭୋଜି ମୃତ ଗଳିତ ପଚାସଢ଼ା ଉଦ୍ଭିଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟି ସାଧନ କରନ୍ତି ସେମାନଙ୍କୁ କ'ଣ କୁହାଯାଏ। ଯେଉଁ ପରଭୋଜି ମୃତ ଗଳିତ ଯେଉଁମାନେ ମରିଯାଇଥାନ୍ତି ସେମାନଙ୍କୁ ପଚେଇବାରେ ଏବଂ ପଚାସଢ଼ା ଖାଦ୍ୟ ମଧ୍ୟ ମାନେ ଯେଉଁ
उद्भिद हो कि प्राणी हो से खाद्य रूप से ग्रहण करते से मृतोपजीवी बोली कहा जाए। ठीक अच्छे। लोहित रक्तकणिकार हिमोग्लोबिन गठन पर क्यों पदार्थ आवश्यक होता है? लौह आवश्यकता होता है बोली मन रखिबो। आमे खाउथवा खाद्यर प्रधान श्वेतसार कौन? शर्करा और मंडद। ठीक अच्छे। आमे खाउथवा खाद्यर प्रधान श्वेतसार कौन? तार प्रधान श्वेतसार मन रखिथबो शर्करा और मंडद। ठीक अच्छे। नेक्स्ट आमे शून्य स्थान किसी पूरण करने दिखाई शून्य स्थान को किसी पूरण करवा। जीव शरीर शक्ति मोचन एक तथाकथित डैश प्रक्रिया ध्वंसात्मक प्रक्रिया बोली मन रखिबो। चय और अपचय समाहार को डैश कहा जाए? ताले चयापचय बोली कहा जाए बोली मन रखिबो। चय और अपचय समाहार को केते भाग रे भाग करा जायछि ना 6 भाग रे भाग करा जायछि। ग्लूकोजर संकेत कौन ना ग्लूकोजर संकेत होछि C6H12O6। शरीर वृद्धि और तंतु गठन पर खाद्य डैश एकांत आवश्यक। क्यों खाद्य आवश्यक? ठीक अच्छे। पुष्टि सार आवश्यकता रही है शरीर वृद्धि गठन पर, शरीर वृद्धि और तंतु गठन पर। ठीक अच्छे। तापरे आमिनो अम्लर श्रृंखला द्वारा डैश गठित होता है? प्रोटीन गठित होता है। ठीक अच्छे। तापरे 7 नंबर क्वेश्चन कहिछि कोष झिल्ली तैयारी रे डैश रो प्रमुख भूमिका रही? कफिंग रो प्रमुख भूमिका रही। डैश भाव में संचित हो रहे माने जो कोष झिल्ली डैश भाव में संचित हो रहे ना चर्बी। हिमोग्लोबिन गठन पर डैश आवश्यक ना लौह आवश्यक। शरीर में आयन संतुलन रक्षा करिवारे डैश रो प्रमुख भूमिका रही है? धातु सारूर प्रमुख भूमिका बोली रही है बोले मन रखिबो। कोषरे विभिन्न प्रकार रासायनिक प्रक्रिया डैश साहाय्य होता है? एंजाइम द्वारा होता है बोले मन रखिबो। ठीक अच्छे। तापरे हमर 12 नंबर क्वेश्चन देला प्रतिदिन प्राय डैश लिटर पानी पीवा उचित। एटा बहुत थर पडुची देखो सेठे भी पडितला एठी डैश पूरणले मध्ये पडिची तो 4 लिटर पानी पीवा उचित। जो जीव माने निज खाद्य निजे प्रस्तुत करि पारंती सेमन कोन कहा जाय ना स्वभोजी कहा जाय। सॉरी एठी सुभोजी हे जायची तो मन रखिबो स्वभोजी। जो जीव माने निज खाद्य निजे प्रस्तुत करि न पारि अन्य ऊपर निर्भर करंती सेमन कोन कहा जाय ना परभोजी कहा जाय। पर अन्य मानक ठारू सेमन निर्भर करि चली थांते मनीष गुटे परभोजी हला। आलोक संश्लेषण आलोक प्रक्रिया डैश रे संपादित हुए? थायलाइड एसिड हवाटा सॉरी थायलाइड झिल्ली हवाठी थायलाइड झिल्ली हे जाई छेडी। ठीक अछि। तो मन रखिबो आलोक संश्लेषण रो अंधकार प्रक्रिया डैश रे संपादित हुए ना स्टोमा रे। एटीपी ओ डैश मिसी आलोक संश्लेषण शक्ति गठन करंती। NADPH मिसी ताले आलोक शक्ति गठन करंती। जने सुस्थ बय प्राप्त व्यक्तिर पाचक नळीर लंब केते ना 6 रु 9 मीटर। ठीक अछि। तापे हमर एठी किछि ठीक भूल देछि जोगडा को तो माने एठी ठीक बोली जानु छ सेगुड को टिक मारिबो जोगडा को भूल सेगुड को भूल मारिबो। ठीक अछि। तो मु तो मन को कहि दोछि एठी कोन कोन रहिछि तो मन को जोगुड को ठीक लागिबो सेगुड कमेंट माध्यम रे निहाती भाव रे जणैबो। ठीक अछि।